ନମସ୍କାର, ଜୟ ଜଗନ୍ନାଥ। କ୍ରିଏଟିଭ୍ ଓଡ଼ିଶାକୁ ଆପଣଙ୍କ ସ୍ୱାଗତ କରୁଛି ମୁଁ ଗଣେଶ। ଆଜି ଆମେ କଥା ହେବା ମାଛ ଚାଷ ଟପିକ୍ ଉପରେ। ମାଛ ଚାଷ ଟପିକ୍ ଆମର ଯେଉଁମାନେ ନୂତନ ପୋଖରୀ କରିକି ମଧୁର ଜଳ ମାଛ ଚାଷ କରିବାକୁ ଇଣ୍ଟରେଷ୍ଟ ଅଛନ୍ତି ଓ ଯେଉଁମାନେ ଆଗ୍ରହ ପ୍ରକାଶ କରୁଛନ୍ତି, ଯେଉଁ ଚାଷୀ ଭାଇମାନେ ମାଛ ଚାଷ କରୁଛନ୍ତି କିମ୍ବା କରିବାକୁ ଯାଉଛନ୍ତି, ପ୍ଲାନ୍ କରୁଛନ୍ତି, ଏହି ଭିଡ଼ିଓଟା ତାଙ୍କୁ ବହୁତ କାମରେ ଆସିବ। କାରଣ ଗଭର୍ଣ୍ଣମେଣ୍ଟର ଗୋଟେ ସ୍କିମ୍ ଅଛି ଯେଉଁଟାକି ଆପଣମାନେ ନୂତନ ପୋଖରୀ ଖୋଳିକି ମାଛ ଚାଷ କରିବେ ଓ ତା ସହିତ ଆପଣ ସବସିଡି ମଧ୍ୟ ପାଇପାରିବେ। ଯାହା ଇନଭେଷ୍ଟ ରହୁଛି ଆପଣ ଯେଉଁଟାକି ଜେନେରାଲ କାଟାଗୋରୀ ଆପଣଙ୍କର ରହୁଛି 40%, ଆଉ ଯେଉଁଟାକି ଅଲଗା ଅଦର କାଟାଗୋରୀ ଆଉ ପ୍ଲସ୍ ଓମ୍ୟାନ୍ ଯେଉଁଟା 50% ସବସିଡି ରହୁଛି, ଯାହା ଇନଭେଷ୍ଟ ରହୁଛି। ତ ଆଜି ସେ ବିଷୟରେ ଆଜି ଆମେ ଡିଟେଲ୍ସ କଥା ହେବା। ଆପଣମାନେ କିପରି ସବସିଡି ପାଇବେ, ଅନଲାଇନ୍ ଆବେଦନ କରିବେ, କ'ଣ କ'ଣ ପ୍ରୋସିଜର ରହୁଛି। ତ ଭିଡ଼ିଓକୁ ସ୍କିପ୍ କରିବେନି, ଭିଡ଼ିଓ ପୁରା ଦେଖିବେ। ଓ ତା ପୂର୍ବରୁ ଛୋଟ ରିକ୍ୱେଷ୍ଟ, ଯେଉଁମାନେ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ପ୍ଲିଜ୍ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ। ନୂତନ ପୋଖରୀ ଯୋଜନା ଗଭର୍ଣ୍ଣମେଣ୍ଟର ଯେଉଁଟା ସ୍କିମ୍ ରହୁଛି, ଏଇଟା ଗଭର୍ଣ୍ଣମେଣ୍ଟ ତରଫରୁ 7,000 ଲକ୍ଷ ଟଙ୍କା ଡିକ୍ଲାର ହେଇଛି, ଯେଉଁଟାକି ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମ ପାଇଁ ଖର୍ଚ୍ଚ କରିବ। ତ ଏଥିରେ ଆପଣଙ୍କର ଗୋଟେ ୟୁନିଟ୍ ପାଇଁ ଆପଣଙ୍କର ଏଇଟା ଆପଣଙ୍କର 0.2 ହେକ୍ଟରରୁ 0.2 ହେକ୍ଟର ମାନେ ଆପଣଙ୍କ ଅଧା ଏକର ଜାଗାରୁ 2 ହେକ୍ଟର ମାନେ 2.5 ଏକର ଗୋଟେ ହେକ୍ଟର, ଯୋଉଟା 2 ହେକ୍ଟର ହଉଛି ଆପଣ 5 ଏକର ପର୍ଯ୍ୟନ୍ତ ଆପଣ ମାଛ ଚାଷ ପୋଖରୀ କରି ମାଛ ଚାଷ କରିପାରିବେ। ଯୋଉ ମିନିମମ୍ ଆପଣଙ୍କର 0.2 ମାନେ ଅଧା ଏକର ହେଇଥିବା ଦରକାର, ଯୋଉଟାକି 20,000 ସ୍କୋୟାର ଫୁଟ ଜାଗା ପାଖାପାଖି ହେଇଥିବା ଦରକାର ମିନିମମ୍ଟା। ତ କଲେ ଆପଣ ସବସିଡି ପାଇପାରିବେ। ପ୍ରଥମ କ୍ରାଇଟେରିଆ ରହୁଛି ଆପଣଙ୍କ ଡକୁମେଣ୍ଟ ହିସାବରେ ଆପଣଙ୍କର ଆଧାର କାର୍ଡ ଦରକାର, ଯୋଉଟାକି ଆପଣଙ୍କର ଆଧାର କାର୍ଡ ଦରକାର। ତାପରେ ଆପଣଙ୍କ ପାସବୁକ୍ ଦରକାର, ଓଡ଼ିଶାରେ ହେଇଥିବା ଦରକାର ପାସବୁକ୍ଟା। ତା ସହିତ ଆପଣଙ୍କର ଯୋଉଟାକି ଆପଣଙ୍କ ଲ୍ୟାଣ୍ଡ ଡକୁମେଣ୍ଟ, ଆପଣ ଯୋଉ ଜାଗାରେ ପୋଖରୀ ଖନନ କରିବେ ନୂତନ ପୋଖରୀ, ତାର ଡକୁମେଣ୍ଟ ଥିବା ଦରକାର। ଯେ ଲିଜ୍ ଅଛି, ଲିଜ୍ର ଆପଣଙ୍କର ଲିଜ୍ ପଟା କିମ୍ବା ଲିଜ୍ର ଡକୁମେଣ୍ଟ ଆପଣଙ୍କ ପାଖରେ ଥିବା ଦରକାର, ତାହେଲେ ଆପଣ ପୋଖରୀ କରିପାରିବେ। ତ ଏତିକି ମାତ୍ର ଡକୁମେଣ୍ଟ ଦରକାର। ତ ଆ ପାଇଁ ଆପଣଙ୍କୁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ, ଯୋଉଟାକି ମୁଁ ଆଗକୁ କହିବି। ଅନଲାଇନ୍ ଆବେଦନ କରିବେ, କ'ଣ କରିବେ, ମୁଁ ପ୍ରଥମ ଡିଟେଲ୍ସ କହିଦେଉଛି ସ୍କିମ୍ ବିଷୟରେ। ସ୍କିମ୍ର ଖର୍ଚ୍ଚ ହେଉଛି ଆପଣଙ୍କର ଗଭର୍ଣ୍ଣମେଣ୍ଟ ଯୋଉଟା ସ୍କିମ୍ର ଅଛି, ଯୋଉ ପୋଖରୀ ଜାଗା ନେଇ କେତେ ବଡ଼ ଆପଣ ପୋଖରୀ କରୁଛନ୍ତି, ଯୋଉଟାକି ମୁଁ କହିଲି 0.20 ହେକ୍ଟର ମିନିମମ୍ ଦରକାର, ଯୋଉଟାକି ଆପଣଙ୍କୁ 6 ଫୁଟ ଡିପ୍ ଥିବା ଦରକାର, 6 ଫୁଟ ଗଭୀର ହେଇଥିବା ଦରକାର ପୋଖରୀର। ତ କ୍ରାଇଟେରିଆ ରହୁଛି ଯେ ଆପଣଙ୍କ ଏଇ ପ୍ରଥମରୁ ଆପଣଙ୍କ 1,40,000 ରହୁଛି, ଯୋଉଟାକି 0.2 ହେକ୍ଟର। ତାଠୁ ବଢ଼ିଲେ ଆପଣଙ୍କ 2,10,000, 0.3 ରହୁଛି ଯୋଉଟା। ତ ଆପଣଙ୍କ 0.3ରେ 2,10,000 ଟଙ୍କା ରହୁଛି, ଯୋଉଟାକି ଆପଣଙ୍କ ସବସିଡି ଲେଖା ହେଇଛି। ଆପଣ ଦେଖନ୍ତୁ ଜେନେରାଲ 40%, ଯୋଉଟାକି ଆପଣ ଯଦି 0.2 ହେକ୍ଟର କରୁଛନ୍ତି, ଯୋଉଟାକି ଅଧା ଏକର ଜାଗାରେ କିଣୁଛନ୍ତି, ଆପଣଙ୍କ 1,40,000 ପୋଖରୀ ଖୋଳିବା ପାଇଁ ଖର୍ଚ୍ଚ ହେଉଛି, ଯୋଉଟାକି ଆପଣଙ୍କୁ ଜେନେରାଲ 56,000 ଆଉ ଓମ୍ୟାନ୍ SC/ST ହେଇଥିଲେ 70,000 ଟଙ୍କା ଆପଣ ସବସିଡି ପାଇଯିବେ, ଯୋଉଟାକି ଆପଣ ପ୍ରଥମ ପୋଖରୀ ଖନନ ବେଳେ ପୋଖରୀ କରୁଛନ୍ତି। ତ ଏପରି ଆପଣଙ୍କର 1 ଏକର ପର୍ଯ୍ୟନ୍ତ, 1 ହେକ୍ଟର ପର୍ଯ୍ୟନ୍ତ ଅଛି। ଆପଣଙ୍କର 1 ହେକ୍ଟରରେ ଆପଣଙ୍କର ରହୁଛି 7 ଲକ୍ଷ ଟଙ୍କା, 7 ଲକ୍ଷ। ତା ଦେହରେ ଆପଣ ସବସିଡି ପାଇଯାଉଛନ୍ତି 2,80,000, 3,50,000, ଯୋଉଟାକି ଜେନେରାଲ ହେଲେ 2,80,000, SC/ST OBC ଓମ୍ୟାନ୍ ହେଲେ 3,50,000। ଏଇ ସବୁ କ୍ରାଇଟେରିଆ ରହୁଛି। ତାପରେ ଆପଣଙ୍କର ଯୋଉଟା ରହିବ 1.5 ଲକ୍ଷ ଟଙ୍କା ରହୁଛି, ଯୋଉଟା ଇନପୁଟ କଷ୍ଟ, ଯୋଉ ଜାଁଳା, ତାପରେ ଆପଣଙ୍କ ଜାଁଳା, ମେଡିସିନ, ଖାଇବା ଯୋଉ ମାଛ ଜାଁଳା ମାନଙ୍କ ଖାଇବା, ମେଡିସିନ ଇତ୍ୟାଦି ଆପଣଙ୍କର 1.5 ଲକ୍ଷ ଟଙ୍କା ରହୁଛି ଗୋଟେ ହେକ୍ଟର ପାଇଁ। ଆପଣଙ୍କ ସେଇ ହିସାବରେ ଅଧା ହେକ୍ଟର ହେଲେ ଆପଣଙ୍କ ଅଧା କମିଯିବ, 75,000 ହେଇଯିବ ଆପଣଙ୍କର ହେଇଯିବ। ତା ଦେହରେ ମଧ୍ୟ ଆପଣ ସବସିଡି ପାଉଛନ୍ତି ହେକ୍ଟର ପାଇଁ, ଯୋଉଟାକି ଆପଣଙ୍କର ଖର୍ଚ୍ଚ ହଉଛି ଲିମି ଆପଣଙ୍କର 400 ଦରକାର, 400 ରେଟ୍ 12 ଟଙ୍କା ଲାଗି ପର କେଜି ଆସୁଛି, ଯୋଉଟାକି ଆପଣଙ୍କର ତ ଆପଣଙ୍କର 4,800 ଆଦେହରେ ଖର୍ଚ୍ଚ ହଉଛି। ତାପରେ ଆପଣଙ୍କ ଗାଈର ଗୋବର, ଯୋଉଟା ଆପଣ ଜାଁଳା ଦରକାର, 6,000 ଜାଁଳା କିଣୁଛନ୍ତି ଗୋଟେ ହେକ୍ଟର ପାଇଁ। ଆପଣଙ୍କର ଏରିଆ ହିସାବରେ ଆପଣ ଜାଁଳା କିଣିପାରିବେ, ଯୋଉଟାକି ରେଟ୍ ପଡୁଛି ପର ପିସ୍ 2 ଟଙ୍କା ଲେଖା ହିସାବରେ। ଏଇଟା ଅଲଗା ଅଲଗା ରେଟ୍ ଆସୁଛି। ଆପଣ ଗଭର୍ଣ୍ଣମେଣ୍ଟର ଗୋଟେ କ୍ରାଇଟେରିଆ ହିସାବରେ, ଯୋଉଟାକି ଆପଣ 12,000 ଟଙ୍କା ପଡୁଛି। ତା ଉପର ବେଶୀ ବଢିପାରେ, କମିପାରେ। ତ ଆପଣଙ୍କ ଫିଡ୍, ଯୋଉଟାକି ଆପଣ ଖାଇବା ଦେବେ, ଫିଡିଂ ଯୋଉଟା ଦେବେ, ଆପଣଙ୍କ 5,000, ଯୋଉଟାକି 22 ଟଙ୍କା ଲେଖେ ପର 1,10,000 ଆଦେହରେ ଆପଣଙ୍କ ଖର୍ଚ୍ଚ ହଉଛି। ଫିଡ୍ରେ ଆପଣ 1,10,000 ଖର୍ଚ୍ଚ, ମେଡିସିନ ଆପଣଙ୍କ 8,000 ପାଖାପାଖି ଖର୍ଚ୍ଚ ହଉଛି। ଲେବର ଯୋଉଟାକି ଆପଣଙ୍କର 1 ଇୟର ଭିତରେ 5,000 ପାଖାପାଖି ଲେବର ଖର୍ଚ୍ଚ ହଉଛି, ଯୋଉଟାକି ଆପଣଙ୍କର ଅଲଗା କିଛି ମିଶିକି ଆପଣ 4,600 ଏକ୍ସଟ୍ରା ଧରିକି 1,50,000 ଟଙ୍କା ଖର୍ଚ୍ଚ ହଉଛି। ଆଉ ବେନିଫିଟ କ'ଣ ପାଇବେ, କେତେ ଟଙ୍କା ବିକ୍ରି ହେଲେ ଆପଣଙ୍କ 6,000 ଜାଁଳା ପାଳନ କରିବେ, ମାନେ ବଡ ହେଲା ପରେ ଆପଣଙ୍କୁ ପର 6,000ରୁ ଆପଣ ଯଦି 1,000 ମାଇନସ କରିଦେଉଛନ୍ତି, ମୋରାଲିଟି ଯୋଉ ମରିଯାଉଛନ୍ତି କି କୌଣସି ପ୍ରକାର ଏପଟ ସେପଟ ହେଇଯାଉଛି 1,000 ପିସ୍, ତାହେଲେ 5,000 ଯଦି ଆପଣ କାଲକୁଲେସନ କରୁଛନ୍ତି, 5,000 ପିସ୍ରେ ଆପଣ ମାନେ ପାଇପାରିବେ ପର କେଜି ଆପଣ ଯଦି 150 ଟଙ୍କା ଲାଗି ବିକ୍ରି କରୁଛନ୍ତି, 7,50,000 ଟଙ୍କା ପାଉଛନ୍ତି, ଯୋଉଟାକି ଖର୍ଚ୍ଚ ଆପଣଙ୍କର 1.5 ଲକ୍ଷ ହଉଛି। ତ ତା ଉପରେ ଆପଣ ଟିକେ ଲାଭ ପାଇଯାଉଛନ୍ତି, 6 ଲକ୍ଷ ପାଖାପାଖି ଆପଣ ଲାଭ ପାଉଛନ୍ତି। ତ
तो जोटा कि आपन फास्ट इन्वेस्टमेंट गोटे रही होची जोटा कि आपन माने 7 लाख टका इन्वेस्टमेंट जोटा कि आपन 1 हेक्टर रे करचोंती 7 लाख टका खर्च होई होची कि ता भितर आपन करूचोंती तो सेही हिसाब रे आपन लाभ बेनिफिट पाई परिबे कि आपन रोही भाकुर मिलिकाली जोटा कि आपन मार्केट रे चाहिदा रहउची सेही माछ चाष करले आपन बेनिफिट पाई परिबे ଆଉ ଲାଭବାନ ମଧ୍ୟ ହେଇପାରିବେ ଆପଣଙ୍କୁ ସବସିଡି ପାଇବାକୁ ହେଲେ ଆପଣଙ୍କୁ କିଛିଟା ନିୟମ ମାନିବାକୁ ପଡିବ ଯୋଉଟା କି ଆପଣଙ୍କର ରୁଲ ଅଛି ଏଏଫଓ ଆଣ୍ଡ ଡିଏଫଓ ଯୋଉଟା କି ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ଆଉ ଡିଷ୍ଟ୍ରିକ୍ଟ ଫିଲ୍ଡ ଅଫିସର ତ ରହୁଛି ଆକ୍ଟିଭିଟି କଣ ରହୁଛି ଆପଣ ଅନଲାଇନ ଗୋ ସୁଗମରେ ଆବେଦନ କରିପାରିବେ ପୋଖରୀ ଖନନ ପାଇଁ ଆଇଦର ନହେଲେ ଆପଣ ଅଫଲାଇନ ବ୍ଲକ ଲେଭେଲ ଅଫିସର ଅଫିସରେ ଯାଇକି ମଧ୍ୟ ଆପଣ ଆବେଦନ କରିପାରିବେ ମୁଁ ଅଫଲାଇନ ଫର୍ମ ମଧ୍ୟ ଆପଣଙ୍କୁ ଏଇଠି ଦେଇଦେବି ଆପଣ ଚାହିଁଲେ ଡେସ୍କ୍ରିପସନ ବାହାର କରିକି ଆପଣ ଏଇଠି ଅଫଲାଇନ ଫର୍ମ ରହୁଛି ଏ ଫର୍ମଟା ଆପଣ ଚାହିଁଲେ ଅଫଲାଇନ ଫିଲ୍ଅପ୍ କରି ବ୍ଲକ ଲେଭେଲ ଅଫିସର ସାର୍ଙ୍କୁ ଦେଇପାରିବେ ନହେଲେ ଆପଣ ଡାଇରେକ୍ଟ ଅନଲାଇନ ମଧ୍ୟ ଆବେଦନ କରିବେ ମୁଁ ନିଜ ପ୍ରୋସିଜର କହିବି ଆପଣ କଲେ ମଧ୍ୟ ହବ ଯୋଉଟା କି ଆଗକୁ ମୁଁ କହିବି ତ ଅନଲାଇନ ଆବେଦନ କଲା ପରେ ଆପଣଙ୍କର ଯୋଉଟା 15 ଡେ ଭିତରେ ଆପଣଙ୍କୁ ଆପ୍ଲିକେସନର ଏଏଫଓ ଭେରିଫିକେସନ କରିବେ ଆପଣ ଆପ୍ଲିକେସନକୁ ଫିଲ୍ଡ ଭେରିଫିକେସନ କରିବେ ଆପଣ ଜିଓ ଟ୍ୟାଗିଂ କରିବେ ଆପଣଙ୍କୁ ରିପୋର୍ଟ ଜଏଣ୍ଟଲି ମାନେ ଆପଣଙ୍କୁ ଭେରିଫାଇ କରିବେ ଆପଣ ଡକୁମେଣ୍ଟ ଭେରିଫାଇ କରିବେ ଆପଣ ଟ୍ୟାଗ କରିବେ ଫର୍ମକୁ ରିସିଭ୍ କରିବେ रिसीव करके सी डीएफओ को पठेइबे डिस्ट्रिक्ट जोटा फीस अफसर रहउचंती डिस्ट्रिक्ट फीस अफसर को पठेला परे सी आपनकर से 30 दिन भितर सी आपनकर एप्लीकेशन वेरीफाई करिकी आपनकर डीएफओ अफसर को पचारि की आपनको से नेक्स्ट आपनको 15 डे भितर आपनको ता पर 15 डे भितर गो हेड लेटर गोटे आपण प्रदान करिवे आपनको गो हेड लेटर प्रदान पर आपण काम स्टार्ट करिवे आपनको जो क्राइटेरिया रहउची आपण जो जतिकी जगह रे करिवे आपण फॉर्म में तो आपण लिखिथिबे सेही हिसाब रे आपण काम करेंगे डीप जी दरकार 6 फुट रोचे 6 फुट डीप करेंगे तो ये सब क्राइटेरिया रोचे तापर आपन नेक्स्ट आपन को जो काम सरीगला कंप्लीट हो गला आपन साइड विजिट से लिखिकी एएफओ आसिक आपन देखला परे काम जोटा कि आपन 15 दिन भितर आपन फील्ड इंप्रेशन करके एएफओ को रिपोर्ट देबे एएफओ डीएफओ जो डिस्ट्रिक्ट फीस अफसर को रिपोर्ट देला परे सी आपन सब्सिडी रिलीज करेंगे जोटा कि आपन विथिन 15 दिन भितर आपन फील्ड वेरिफिकेशन 15 दिन भितर कंप्लीट होबार 15 दिन भितर आपन सब्सिडी पाई परिबे ए सब क्राइटेरिया रोची आपन टिके परिश्रम करिया पड़ियो आपन टिके जिबा पड़ियो कथा रहा पड़ियो ताले आपन एटा बेनिफिट पाई परिबे ए सब बेनिफिट रोची आपन जोटा खर्च तो आपन कहली सब्सिडी कहली तो आपन जो जाणा किनियो मेडिसिन 1.5 लाख टका स्टार मध्ये सब्सिडी रोची आपन मान 50 40 50 रही पाउचंती तो ये सब बेनिफिट पाई परिबे तो आकु आपन अप्लाई करिया गले आपन ऑनलाइन आवेदन धौली पाखे सिफा रोचे आपन चाहे से जावड़ा किनी परिबे से ट्रेनिंग नहीं पारिबे माछ चाष किपरि करिवे ट्रेनिंग मध्ये आपन दरकार ऑनलाइन मध्ये ट्रेनिंग पाई परिबे बहुत जगह अछि ट्रेनिंग दोचन प्राइवेट संस्था ट्रेनिंग नेले बेटर आपन आपनकर कोनोस प्रकार प्रॉब्लम होबा ना जदी जानि ना माछ चाष विषय रे जोट भी चाष होची आपन जाई सेठी बुझी परिबे बुझी की चाष करले बेटर होबो मो मते तो आपन प्रथम बुझी जिवे बुझिला परे आपन नेक्स्ट फेज होची आपन ऑनलाइन आवेदन करिवे तो ऑनलाइन आवेदन गो सुगम पोर्टल पळि आसीबे गो सुगम पोर्टल आसीकी एठिला फोर्थ नंबर पेज को आसीकी मत्स्य चाष ऊपर क्लिक करके फोर्थ नंबर पेज को आसी एठी मत्स्य पोखरी योजना एटा लिखा है एमएमकेवाई ऊपर आवेदन पर क्लिक करियो आवेदन पर क्लिक आउट पेज खुलियो जोटा कि आपण माने गो सम रजिस्ट्रेशन प्रथम करथिले आपण लॉगिन करि परिबे जदि करि नाहंती आपण पंजीकरण करंतु लिखा है पंजीकरण करिकि आपण नाम लिखि मेल आईडी मोबाइल नंबर जोगाजोग ठिकाना पासवर्ड आउथरे सेम पासवर्ड देकी आपण पंजीकरण करंतु पंजीकरण गला पर ओटीपी जो ओटीपी ला पंजीकरण सक्सेसफुल हे जिवो ହେଲା ପରେ ଆପଣ ଏଠି ଆପଣଙ୍କ ଯୋଉ ମୋବାଇଲ ନମ୍ବର ଦେଇଥିବେ ସେ ମୋବାଇଲ ଆଧାର କାର୍ଡରେ ମଧ୍ୟ ଲଗ୍ଇନ୍ କରିପାରିବେ ମୋବାଇଲ ନମ୍ବର ମଧ୍ୟ ଲଗ୍ଇନ୍ କରିପାରିବେ ମୋବାଇଲ ନମ୍ବର ଦେଇଦେବେ ଏଠି ମୋବାଇଲ ନମ୍ବର ଦେଇଦେବେ ପାସୱାର୍ଡ ଯାହା ଅଛି ଦେଇଦେବେ ଏଠି କ୍ୟାପଚା କୋଡ ଦେଇଦେବେ ଯାହା ଲେଖା ହେଇଛି କ୍ୟାପଚା କୋଡ ଦେଇକି ସାଇନ୍ ଇନ୍ ଉପରେ କ୍ଲିକ୍ କରିଦେବେ ତ ଆପଣ ଲଗ୍ଇନ୍ କଲା ପରେ ଆପଣଙ୍କ ଡ୍ୟାସବୋର୍ଡ ପଳେଇ ଆସିବ ଡ୍ୟାସବୋର୍ଡରେ ଆପଣ ଯାହା ଯାହା ଯେବେ ଆପ୍ଲାଏ କରିଥିଲେ ସବୁ ଆସିବ ଗୋଟେ ସ୍କିମ୍ ସର୍ଭିସ ଏଠି ଆପଣଙ୍କର ସ୍କିମ୍ ସର୍ଭିସ ଦେଖିପାରିବେ କୋଉ କୋଉ ସ୍କିମ୍ରେ ଆପ୍ଲାଏ କରିବେ ସୁଗମ ଭିତରେ ରହୁଛି ସବୁ ଫ୍ୟାସିଲିଟି ଆପଣ ଟ୍ରାକ୍ ଆପ୍ଲିକେସନ ଆପଣ ଆପ୍ଲିକେସନ ଟ୍ରାକ୍ କରିବେ ଆପଣଙ୍କୁ विशेष पकईचंत कि आपण माछ चाष ट्रैक एप्लिकेशन एप्लिकेशन नंबर ना मोबाइल नंबर दी करि परिबे आपण अप्लाई कला पर आपण एप्लिकेशन नंबर मिले मोबाइल नंबर ट्रैक करि परिबे जदि आपण डॉक्यूमेंट को जगह बेसी दिन पड़ी जाउची से टाइम क्राइटेरिया भीतर होनी आपण गिवांस रे देखा करिवे आपण गिवांस रे देखा करले आपण काम हेई परिबो यदि आपण कोन प्रकार प्रॉब्लम होउची हम आज ऑनलाइन आवेदन करिवे आवेदन करे स्कीम सर्विस को आसी आपण फीचर्स ऊपर क्लिक करिवे जोटा कि आपन कहले 4 नंबर पेज रे सेटा अछि आपन एमएमकेवाई मत्स्य पोखरी योजना कंपोनेंट जोटा कि आपनकर सहानुभूति एटी आपन लैंग्वेज चेंज करि परिबे ओडिया कर देबे एटी ओडिया हिबो आपनकर पढी परिबे तो आपन एठी आसी आपन आवेदन पर क्लिक कर देबे आवेदन करिया पड़े आवेदन करिया दिन पड़े आपन आधार संख्या लिखिबे आपन आधार संख्या लिखि वेरीफाई पर क्लिक करिवे वेरीफाई क्लिक करि ओटीपी देला परे
ଆପଣ ନାଁ ପଳେଇ ଆସିବ ଅଟୋମେଟିକ୍। ଆପଣଙ୍କର ମୋବାଇଲ ନମ୍ବର ଇମେଲ ଆଇଡି ଅପସନାଲ ଅଛି, ଦେଇପାରିବେ। ଜେଣ୍ଡର ପଳେଇ ଆସିବ ଅଟୋମେଟିକ୍। ଜନ୍ମ ତାରିଖ ଅଟୋମେଟିକ୍ ପଳେଇ ଆସିବ। ଆପଣ ବର୍ଗ ଏଠି ଆପଣ ସିଲେକ୍ସନ କରିବେ। ଏଠି ବାପାଙ୍କ ନାଁ ହଜବେଣ୍ଡ ନାଁ ଲେଖିପାରିବେ। ଏଠି ଆପଣ ଭିନ୍ନକ୍ଷମ ଯଦି ୟେସ୍ ଲାଗିବ, ଯଦି ନାହିଁ ଆପଣ ଠିକ୍ ଠାକ୍ ଅଛନ୍ତି ୟେସ୍ ନୋ ମାରିବେ। ଫଟୋ ଅପଲୋଡ କରିବେ, ଆପଣଙ୍କର ଫଟୋ ଅପଲୋଡ କରିଦେବେ। ତା ସହିତ ଆପଣ ଯୋଗାଯୋଗ ଠିକଣା, ଆପଣ କମ୍ୟୁନିକେସନ ଆଡ୍ରେସଟା ଏଠି ଦେବେ। ଆପଣ କୋଉଠି ରହୁଛନ୍ତି ଆପଣ ସହ ଯୋଗାଯୋଗ ହେଇପାରିବ, ସେ ଆଡ୍ରେସଟା ଦେଇକି ଆପଣ ସେଭ୍ ନେକ୍ସଟ ଉପରେ କ୍ଲିକ୍ କରିବେ। ନେକ୍ସଟ ଉପରେ କ୍ଲିକ୍ କଲା ପରେ ଆପଣ ଯୋଉଠି ପୋଖରୀ ଖନନ କରିବେ, ମାଛ ଚାଷ ସେଟଅପ୍ କରିବେ ନୂଆ, ସେଇ ଆଡ୍ରେସଟା ଏଠି ଦେବେ। ଆପଣ ଦେବେ ଏଠି ଲେଖିବେ। ଆପଣ ଭୁଲ ଲେଖାରେ ଉପଲବ୍ଧ ୟେସ୍ ମାରିବେ, ଯଦି ନାହିଁ ନୋ ମାରିବେ। ଯଦି ୟେସ୍ ଅଛି ଆପଣ ଆମର ଗେଟ୍ ଏରିଆ ଉପରେ କ୍ଲିକ୍ କରିକି ସେ ଜମି ଉପରେ ଏଠି ଆପଣ ଆଡ୍ କରିବାକୁ ପଡିବ। ଆଡ୍ କଲା ପରେ ନେକ୍ସଟ ହଉଛି ଆପଣ ଲିଜ୍ ଅଛି କି ଆପଣ ଜମି ଲିଜ୍ ଅଛି, ଯଦି ୟେସ୍ ମାରିବେ, ନୋ ମାରିବେ। ଉତ୍ତରାଧିକାରୀ କିଏ ଅଛନ୍ତି ଆପଣ ୟେସ୍ ମାରିବେ, ନୋ ମାରିବେ। ଆଉ କେତେ ଜାଗାରେ ଆପଣ କରିବେ, ଏଠି ଆପଣଙ୍କର କରିବେ କେତେ ଜାଗାରେ ଆପଣ କରୁଛନ୍ତି ପୋଖରୀଟା, ଆପଣ ଏଠି ଡିକ୍ଲେୟାର କରିବେ। ଡିକ୍ଲେୟାର କରିକି ଆପଣ ଯଦି କିଛି ଏକ୍ସପିରିଏନ୍ସ ଅଛି, ଅଭିଜ୍ଞତା, ଏଠି ଆପଣଙ୍କର ଗୋଟେ ଅଭିଜ୍ଞତା ଅପସନ ରହୁଛି। ଏଠି ଆପଣ ୟେସ୍ ମାରିବେ, ନୋ ମାରିପାରିବେ। କିନ୍ତୁ ଆପଣ ଅଭିଜ୍ଞତା ଯଦି ୟେସ୍ ମାରିଲେ ଆପଣଙ୍କର ଅଭିଜ୍ଞତା ବିବରଣୀ ଦେବାକୁ ପଡିବ। ଆପଣଙ୍କୁ କୋଉ କୋଉ ଜାଗାରେ କେବେ କାମ କଣ କରିଛନ୍ତି, ଆପଣ ସବସିଡି ପାଇଛନ୍ତି କି ନାହିଁ ପୂର୍ବରୁ, ଆପଣ ଏଠି ଡିଟେଲ୍ସ ଦେବାକୁ ପଡିବ। ଯଦି ନାହିଁ ଆପଣ ନୋ ମାରିପାରିବେ। ଆପଣ ବ୍ୟାଙ୍କ ଡିଟେଲ୍ସ ଦେବା ପରେ ଗେଟ୍ ଆଇଏଫ୍ସି କୋଡ୍ ଦେଇକି ଆପଣଙ୍କର ଗାଁର ଆପଣ ନିଜର ଆଇଏଫ୍ସି କୋଡ୍ କ୍ଲିକ୍ କଲା ପରେ ବ୍ୟାଙ୍କ ନାଁ ପଳେଇ ଆସିବ, ଶାଖା ନାଁ ପଳେଇ ଆସିବ। ଆକାଉଣ୍ଟ ନମ୍ବରଟା ଆପଣ ଲେଖିବେ, ତା ସହିତ ଆପଣଙ୍କ ନାଁ ଲେଖିବେ, ଯୋଉଟା ଆକାଉଣ୍ଟ ଯାହା ନାଁ ରହିବ। ସେଭ୍ ନେକ୍ସଟ ଉପରେ କ୍ଲିକ୍ କରିବେ। ତାପରେ ଡକୁମେଣ୍ଟ ଆପଣଙ୍କର ଆଟାଚ୍ କରିଦେବେ। ଆପଣ ଫଟୋ ଆଇଡି ହିସାବରେ ଆଧାର କାର୍ଡ, ବ୍ୟାଙ୍କ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ପ୍ୟାନ୍ କାର୍ଡ ଏସବୁ ଦେଇପାରିବେ। ଆପଣ ଦେଇଦେବେ। ଲ୍ୟାଣ୍ଡ ଡକୁମେଣ୍ଟ ଏଠି ଆପଣଙ୍କର ଆରଓଆର ଯୋଉଟା ଦଉଛନ୍ତି ଆଟାଚ୍ କରି, ଦୁଇଟା ଯାକ ଯଦି 3ଟା ଜମି 4ଟା ଜମି ଯାହା ଅଛି ଆପଣ ଦେଇପାରିବେ। ଏଠି ଆପଣ ପାସବୁକ୍ର ଫାର୍ଷ୍ଟ ପେଜ୍ର ଏଇଟା ଆପଣ ଦେବେ। ଏଠି ଦେଇକି ଆପଣ ସେଭ୍ ନେକ୍ସଟ ଉପରେ କ୍ଲିକ୍ କରିଦେବେ। ତେଣୁ ଆପଣଙ୍କ ଫର୍ମ ଡିଟେଲ୍ସ ପଳେଇ ଆସିବ। ଆପଣଙ୍କର ଫର୍ମରେ ମୋଡିଫାଇ କରିପାରିବେ, ପ୍ଲସ୍ ସବମିଟ୍ କରିପାରିବେ। ଯଦି କିଛି କରେକ୍ସନ କରିବା ଅଛି ମୋଡିଫାଇ କରିବେ, ଯେ ନାହିଁ ଆପଣ ଠିକ୍ ଅଛି ଆପଣ ଡିକ୍ଲାରେସନ କରିକି ସବମିଟ୍ ଉପରେ କ୍ଲିକ୍ କରିଦେବେ। ସବମିଟ୍ ଉପରେ କ୍ଲିକ୍ କଲା ପରେ ଆପଣ ଡ୍ୟାସବୋର୍ଡକୁ ପଳେଇବେ। ଡ୍ୟାସବୋର୍ଡରେ ଆପଣ ଏଠି ପଳେଇ ଆସିବ। ଆପଣଙ୍କର କିଛି ଦିନ ଗଲା ପରେ ଆପଣ ଏଟା ପ୍ରିଣ୍ଟ ବାହାର କରିଦେଇଥିବେ। ଏଫଓଙ୍କ ପାଖରେ ପେଣ୍ଡିଂ ଦେଖୁଛି, ଆପଣ ଯଦି ପେଣ୍ଡିଂ ଦେଖୁଛି ଏଫଓ ପାଖରେ, ତ ଆପଣ ଏଫଓ ପାଖରେ ଦେଖି ଯୋଗାଯୋଗ କରିପାରିବେ। ଯୋଗାଯୋଗ କଲେ ଆପଣଙ୍କର ନେକ୍ସଟ ଆପଣ ଯେଉଁ ଟାଇପ୍ର ପର୍ସୁଟ୍ କଲେ ସେ ପର୍ସୁଟ୍ରେ ଆପଣଙ୍କର ସବସିଡି। ଏହିପରି ଭାବେ ଆପଣ ମତ୍ସ୍ୟ ଚାଷ ପାଇଁ ପୋଖରୀ ଖନନ ପାଇଁ ଆପ୍ଲାଏ କରିପାରିବେ। ଆପଣଙ୍କ ଜମି ହିସାବରେ ଆପ୍ଲାଏ କରିପାରିବେ। କେତିକି ବଡ଼ ପୋଖରୀ କରିବେ ସେଇ ହିସାବରେ ଆପଣ ସବସିଡି ପାଇପାରିବେ। ସିଡ୍ସ ପାଇଁ ମଧ୍ୟ ସବସିଡି ପାଇବେ, ଦାନା ପାଇଁ, ମେଡିସିନ ପାଇଁ, ସବୁ ପ୍ରକାର ଗଭର୍ଣ୍ଣମେଣ୍ଟରୁ ସବସିଡି ପାଇପାରିବେ। ଏସବୁ ଡିଟେଲ୍ସରେ ମୁଁ ପୁରା ଭିଡ଼ିଓରେ କହିଲି। ଆପଣ କୌଣସି ପ୍ରକାର ବୁଝିବାକୁ ଅସୁବିଧା ହେବ ନାହିଁ ଭାବୁଛି। ତ ଏହା ପ୍ରିଣ୍ଟ ବାହାରିଲା ପରେ ଆପଣ ଯାଇକି ମଧ୍ୟ ଆମର ବିଭିଓକୁ ଯାଇକି ଦେଖା କରିବେ, ଯୋଉଟା କି ପେଣ୍ଡିଂ ରହିଲା ଆପଣଙ୍କର ଆପ୍ଲିକେସନ, ଯୋଉଟା ପେଣ୍ଡିଂ ରହିଲେ ଆପଣ ଯାଇ ଦେଖା କରିବେ। ତ ଆପଣଙ୍କର ସବସିଡି, ଆପଣଙ୍କ ଯୋଉ କ୍ରାଇଟେରିଆ କହିଲି ସେଇ କ୍ରାଇଟେରିଆ ହିସାବରେ ଆପଣ ସବସିଡି ପାଇପାରିବେ। ତ ରହୁଛି, ଜୟ ଜଗନ୍ନାଥ। ପୁଣି ଦେଖା ହବ ଏକ ନୂଆ ଭିଡ଼ିଓ।